ହ୍ୟାଲୋ ଫ୍ରେଣ୍ଡସ୍, ଆଜି ଆପଣମାନେ ସିନ୍ଦୁରପୋର ଦେଖି ଯାଉଛନ୍ତି ଏକଦମ ଦମଦାର ଏପିସୋଡ। ଆଜି ରାତିରେ ରଶ୍ମି ଜାଣି ନ ପାରିକି ଅଂଶଙ୍କ ରୁମରେ ପଶିଯିବେ ଆଉ ମଧ୍ୟ ଶୋଇପଡ଼ିବେ। ଅଂଶ ମଧ୍ୟ ସେପଟେ ସେ ଶୋଇଥିବେ ସୋଫାରେ। ଆଉ ଯେତେବେଳେ ସକାଳ ହବ ନିଦ ଭାଙ୍ଗିବ, ରୋଶନୀ ଆଖି ଖୋଲି ଦେଖିଲା ବେଳକୁ ସେ ଅଂଶକୁ ଦେଖିବେ। ତ ଦୌଡ଼ିକି ଯାଇକି ଅଂଶକୁ ଡାକିବେ, ଅଂଶ ଅଂଶ ତମେ ଏଠି କ'ଣ କରୁଛ? ମୋ ରୁମରେ କ'ଣ ପାଇଁ ଶୋଇଛ? ତ ଅଂଶ ସେତେବେଳେ ଉଠିକି କହିବେ କି ଆରେ ରଶ୍ମି ତମର କ'ଣ ଜାଣିପାରୁନ କି ଏଇଟା ବା ମୋ ରୁମ୍, ନା ତମ ରୁମ୍? ତାହେଲେ ମୁଁ ତମ ରୁମକୁ ଆସିଲି କେମିତି? ତ ଅଂଶ ସେତେବେଳେ କହିବେ କି ଆଉ ରୋଶନୀ ତମେ କାଲି ରାତିରେ ହିଁ ମୋ ରୁମକୁ ପଳେଇ ଆସିଥିଲ, ତ ତମେ ଏଇଠି ଶୋଇପଡ଼ିଲ, ମୁଁ କେମିତି ଜାଣିବି ତମେ କ'ଣ ପାଇଁ ଆସିଥିଲ କ'ଣ ନାହିଁ? ତ ସେତେବେଳେ ଅଂଶକୁ ପଚାରିବେ ରୋଶନୀ ଡରିକି, ଆଉ ଅଂଶ ମୁଁ ତମ ରୁମକୁ ଆସିଯାଇଥିଲି, ଆଉ କିନ୍ତୁ ତମେ କିଛି ମୋ ସହିତ କରିନ ତ, ଏପଟ ସେପଟ କାମ କି କିଛି ଟଚ୍ କରିନ ତ? ଅଂଶ ସେତେବେଳେ ହସିଦେବେ ଆଉ କହିବେ କି ହେ ଭଗବାନ। ତ ଏମିତି କହିଛନ୍ତି। ସେତେବେଳେ ରଶ୍ମି ପୁରା ଡରିଯାଇଛନ୍ତି, କାହିଁକିନା ସେ ଭାବୁଛନ୍ତି ସେ ରାଜବୀରଙ୍କ ରୁମ୍ ଛାଡ଼ିକି ଅଂଶ ରୁମକୁ କେମିତି ଆସିଲେ ଆଉ ଏଇଠି କେମିତି ପହଞ୍ଚିକି ରାତିରେ ଶୋଇପଡ଼ିଲେ। ଏପଟେ ମଲ୍ଲିକା ତାର ଯୋଉ ହଜେଇ ଦେଇଥିବା ମୁଦିଟାକୁ ବହୁତ ଖୋଜୁଛି, ମୁଦି ଖୋଜିଲା ପରେ ମଧ୍ୟ ପାଉନି, କ'ଣ କରିବ ବୋଲି ଜାଣିପାରୁନି। ସେ ଭାବୁଛି ମୁଦି କୁଆଡ଼େ ଗଲା, ସେ ମୁଦିଟି ପାଇଯାଇଛି ଅନନ୍ୟା। ଅନନ୍ୟା ଯେତେବେଳେ ପାଇଯାଇଛି ସେତେବେଳେ ଦେଖିଥିବେ ଆପଣମାନେ, ଅନନ୍ୟା ଜାଣିନି ଯେ ସେଇଟା ମୁଦିଟା ହଉଛି ମଲ୍ଲିକାଙ୍କର, କାହିଁକିନା ମଲ୍ଲିକାଙ୍କର ମୁଦି ଯେତେବେଳେ ଖସିକି ତଳେ ପଡ଼ିଥିଲା ସିଡ଼ି ତଳେ, ସେତେବେଳେ ପାଇଛନ୍ତି ଅନନ୍ୟା। ଆଉ ଅନନ୍ୟା ସେଇଟା ଖେଳନା ମୁଦି ଭାବିକି ଧରି ଖେଳୁଛନ୍ତି। ଆଉ ଅଂଶ ମଧ୍ୟ ଏପଟେ ଦେଖୁଛନ୍ତି ଯେ ରୋଶନୀ ଆସି ତାଙ୍କ ରୁମ୍‌ରେ ଅଛନ୍ତି। ସବୁକିଛି ଗଡ଼ବଡ଼ ହେଇଯାଇଛି। ତ କେହି କିଛି ଦେଖିବା ପୂର୍ବରୁ ଅଂଶ ଆଉ ରୋଶନୀ ସେ ରୁମ୍‌ରୁ ବାହାରି ଯିବେ ନା ସେ ଭିତରେ ଥିବେ ସମସ୍ତେ ଦେଖିବେ, ବର୍ତ୍ତମାନ ପର୍ଯ୍ୟନ୍ତ କେହି ଜାଣିପାରୁନାହାନ୍ତି। ରୋଶନୀ ଭାବୁଛନ୍ତି ଯଦି ମୋତେ ସମସ୍ତେ ଦେଖିଦେବେ ତାହେଲେ ମୁଁ କ'ଣ କରିବି, ମୋତେ ସମସ୍ତେ ଖରାପ ଭାବିବେ। ଏପଟେ ଅନନ୍ୟା ହାତରେ ମୁଦି ଦେଖିକି କେହି ତ ଦେଖିନାହାନ୍ତି, କିନ୍ତୁ ସମସ୍ତେ ଭାବୁଛନ୍ତି ଅନନ୍ୟା କ'ଣ ଧରିଛି। ଆଉ ମଲ୍ଲିକା ମଧ୍ୟ ଟେନସନ୍ ହେଇଯାଇଛି ଯେ ଏ ମୁଦି ଯଦି ଆଉ କାହାକୁ ମିଳିଯାଏ ତାହେଲେ ମୁଁ କ'ଣ କରିବି, କେମିତି ମୁଁ ଏଇ ଜିନିଷଟାକୁ ସତର୍କ ହେବି ଆଉ କେମିତି ଏଟାକୁ ପାଇବି। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ କ'ଣ ଲାଗୁଛି ମଲ୍ଲିକାର ସତ ସମସ୍ତଙ୍କ ସାମ୍ନାକୁ ଆସିବ ନା ଆସିବନି? ଆଉ ରଶ୍ମି ଯୋଉ ଅଂଶଙ୍କ ରୁମ୍‌ରେ ରହିଯାଇଛନ୍ତି ସେଇଟା କ'ଣ ସତରେ ସମସ୍ତେ ଦେଖିଦେବେ ଆଉ ରୋଶନୀକୁ ରାଗିକି ଘରୁ ବାହାର କରିଦେବେ? ଯାହା ବି ଲାଗୁଛି ଫ୍ରେଣ୍ଡସ୍, ଆପଣମାନେ କମେଣ୍ଟ କରି କୁହନ୍ତୁ। ଆଉ ଏଇ ଏପିସୋଡ୍‌ଟା କେମିତି ଲାଗିଲା ସେଇଟା ମଧ୍ୟ ନିଶ୍ଚୟ ଭାବରେ କମେଣ୍ଟ କରିବେ। ଆଉ ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଜଲ୍ଦି ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ଭଲ ଭଲ ଭିଡ଼ିଓ ମଧ୍ୟ ଅପଲୋଡ୍ କରିବେ ଆଉ ଦେଖିପାରିବେ। ତ ସେ ପର୍ଯ୍ୟନ୍ତ ରହୁଛି, ନେକ୍ସଟ ଏପିସୋଡ୍ ବହୁତ ଜଲ୍ଦି ଆସିବ। ବାଏ ବାଏ।